ଏହି ବର୍ଷ ଅଶ୍ଳୀଳ ତଥା ଅଭଦ୍ର ବିଷୟବସ୍ତୁ ଯୋଗୁଁ କେନ୍ଦ୍ର ସରକାର 18ଟି OTT ପ୍ଲାଟଫର୍ମକୁ ବ୍ଲକ୍ କରିଛନ୍ତି। ବୁଧବାର ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗନ୍ ଏହି ସୂଚନା ଦେଇଛନ୍ତି। ଶିବସେନା ୟୁବିଟି ସଦସ୍ୟ ଅନିଲ ଦେଶାଇଙ୍କ ପ୍ରଶ୍ନର ଉତ୍ତରରେ ଏଲ୍ ମୁରୁଗନ୍ କହିଛନ୍ତି ଯେ ଅଶ୍ଳୀଳ କିମ୍ବା ଅଭଦ୍ର ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନା ପ୍ରଦାନ ଏବଂ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ କହିଛନ୍ତି, ଅଶ୍ଳୀଳ ତଥା ଅଭଦ୍ର ବିଷୟବସ୍ତୁକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଶ୍ଳୀଳ ତଥା କେତେକ କ୍ଷେତ୍ରରେ ଅଭଦ୍ର ବିଷୟବସ୍ତୁ ଉପରେ 18ଟି OTT ଉପରେ ପ୍ରତିବନ୍ଧକ ଲଗାଯିବ। 14 ମାର୍ଚ୍ଚ 2024ରେ ପ୍ଲାଟଫର୍ମଗୁଡ଼ିକ ବ୍ଲକ୍ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଡିଜିଟାଲ ନ୍ୟୁଜ୍ ପ୍ରକାଶନଗୁଡ଼ିକ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ଏବଂ କେବୁଲ ଟେଲିଭିଜନ ଅର୍ଥାତ୍ ନେଟୱାର୍କ ରେଗୁଲେସନ୍ ଆକ୍ଟ 1995 ଅଧୀନରେ ପ୍ରୋଗ୍ରାମ କୋଡ୍ ପାଳନ କରିବା ଆବଶ୍ୟକ।